ଆଚ୍ଛା କହିଲେ ଏଇ ରଜରେ ଆପଣ କ'ଣ ଭାବିଛନ୍ତି ବନେଇବା ପାଇଁ ଘରେ? ପିଠା ତ ନିହାତି ବନା ହେବ ଘରେ। ଆଉ ଯଦି ଆପଣଙ୍କୁ ପୋଡ଼ପିଠା ବନେଇବାର ଅଛି ତାର ଅଲରେଡ଼ି ଭିଡ଼ିଓ ମୋ ଚ୍ୟାନେଲରେ ଆସିଛି, ଆପଣ ଯାଇକି ସେଇଠୁ ଦେଖିପାରିବେ। କିନ୍ତୁ ମିଠା ନିହାତି ଆପଣ ବଜାରରୁ କିଣୁଥିବେ ସବୁ ବର୍ଷ। ଏଇ ବର୍ଷ ମିଠା ଆଉ ବଜାରରୁ ନ କିଣିକି ଆପଣ ଏଇ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ନିଅନ୍ତୁ। ସହଜରେ ଆପଣ ଏଇ ମିଠାଟି ଘରେ ତିଆରି କରିପାରିବେ। ବହୁତ କମ୍ ସମୟରେ ସହଜ ଉପାୟରେ ଆପଣ ଏହିପରି ଭାବରେ ରସୁଆ ମାଲପୁଆ ବନେଇ ପାରିବେ, ଯାହାର ଟେଷ୍ଟ ବଜାରଠୁ ବି ବହୁତ ଗୁଣାରେ ଅଧିକ। ଏଇଠି ଆପଣ ଦେଖିପାରୁଛନ୍ତି ତ ମାଲପୁଆଟି ଆମର କେତେ ଫୁଲା ଫୁଲା ହେଇଛି, କ୍ରିସ୍ପି ମଧ୍ୟ ହେବ, ଆଉ ତା ସହିତ ଭିତରୁ ସ୍ପଞ୍ଜି ମଧ୍ୟ ହେବ, ଆଉ ଖାଇଲା ବେଳକୁ ପୁରା ପାଟିକୁ ରସୁଆ ଲାଗିବ। ତାହେଲେ ଚାଲନ୍ତୁ ଆଜି ଏ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ନିଅନ୍ତୁ ଆଉ ଏଇ ସହଜ ରେସିପିଟି ଆପଣ ଜାଣି ନିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ। ମୁଁ ମୋ ଚ୍ୟାନେଲ ସିଜନ୍ସ ଆଣ୍ଡ ବାଇଟ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଖାଲି ମାଲପୁଆ ବନେଇବାନି, ଆଜି ଆମେ ବନେଇବା କଦଳୀ ମାଲପୁଆ। ମାନେ ରଜକୁ ଯେଉଁ ଫଳଟି ଆମ ଘରକୁ ପ୍ରଚୁର ପରିମାଣରେ ଆସେ ତାକୁ ନେଇକି ଆଜି ଆମେ ମାଲପୁଆ ବନେଇ ନେବା। ଏଇଠି ମୁଁ ନେଇଯାଇଛି 5ଟି ଛୋଟ ସାଇଜର କଦଳୀ। ବାଡ଼ି କଦଳୀ ଯେହେତୁ ସେଥିପାଇଁ ତାର ଆକାର ଟିକେ ଛୋଟ ଅଛି। ଏବେ କଦଳୀକୁ ଆମେ ଚୋପା ଛଡ଼େଇ ଦେବା। ଯଦି ଦୋକାନ କଦଳୀ ନ ନେଇକି ଆପଣ ବାଡ଼ି କଦଳୀ ନେବେ ତାର ସ୍ୱାଦ ବହୁତ ବଢ଼ିଆ ଆସିଥାଏ। ଏବେ ଆମେ କଦଳୀର ଚୋପା ଛଡ଼େଇ ସାରିଲା ପରେ ତାକୁ ଛୁରୀ ସାହାଯ୍ୟରେ ଛୋଟ ଛୋଟ ପିସ୍ କରି ନେବା। କଦଳୀକୁ ଛୋଟ ଛୋଟ ପିସ୍ କରିକି କାଟିଦେଲେ ଆମର ପିଉରି କଲାବେଳେ ସହଜ ହେବ। ଗୋଟାଳିଆ କିଛି ରହିବ ନାହିଁ, ମାନେ ଲମ୍ପସ୍ କିଛି ରହିବ ନାହିଁ। ଏବେ ଚାଲନ୍ତୁ ଗୋଟେ ଗ୍ରାଇଣ୍ଡିଂ ଜାର୍ ନେବା ଆଉ ଏ କଦଳୀକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ନେବା। କଦଳୀ ସହିତ ଏଇଠି ଆମେ ଅଳ୍ପ କିଛି ଚିନି ବାଟି ନେବା। ଏଇଠି ମୁଁ ବଡ଼ 2 ଚାମଚ ଚିନି ଦେଇଦେଇଛି ଆଉ ତାକୁ କଦଳୀ ସହିତ ଭଲ ଭାବରେ ବାଟି ନେଇଛି। ଆପଣ ଚାହିଁଲେ ଯେତେବେଳେ ବ୍ୟାଟର ପ୍ରସ୍ତୁତ କରୁଛନ୍ତି ସେତେବେଳେ ଆପଣ ଚିନି ଦେଇପାରିବେ। ମୁଁ ଏଠି ଯେହେତୁ କଦଳୀ ନେଇଛି ଆଉ କଦଳୀକୁ ବାଟିବାର ଥିଲା, ସେଥିପାଇଁ ଚିନିକୁ ମଧ୍ୟ ସେଇଥିରେ ବାଟି ନେଇଛି, ଯାହାଫଳରେ କି ଚିନି ଆମର ଭଲ ଭାବରେ ମେଲ୍ଟ ହେଇଯିବ। ଆପଣ ଭାବିବେ ଆମର ଶିରା ପ୍ରସ୍ତୁତ କରିବାର ଅଛି, ଶିରା ତ କରିବା, ପୁଣି ଚିନି କାହିଁକି ଆଡ୍ କରିବା? ମାଲପୁଆ ଭିତରେ ଆମର ଅମିଠା ନ ଲାଗୁ ବୋଲି ଆମେ ଏଇଥିରେ ଅଳ୍ପ କିଛି ଚିନି ଆଡ୍ କରିବା। ଆଉ ଏଇଠି ଦେଖନ୍ତୁ ଆମର ବ୍ୟାଟର ୟାର ପ୍ରସ୍ତୁତ ହେଇଯାଇଛି, ମାନେ ଆମର ଚିନି ଆଉ କଦଳୀ ଭଲ ଭାବରେ ଗ୍ରାଇଣ୍ଡିଂ ହେଇଯାଇଛି। ଏବେ ଆମେ ସେଇଥିରେ ମଇଦା ଆଡ୍ କରିବା। ଆଉ ଏଇଠି ମୁଁ କଦଳୀର ମେଜରମେଣ୍ଟ ମଧ୍ୟ ଆପଣମାନଙ୍କୁ କହିଦେବି। ଏଇଠି ଦେଖନ୍ତୁ ମୁଁ ଯେଉଁ ଗିନା ନେଇଛି ସେଥିରେ 1 କପ୍ ଗିନା ଆମେ ମଇଦା ଦେଇଦେବା। ଆଉ ଏଇ ଗିନା ଫୁଲ କରିକି ଆମର କଦଳୀର ବଟା ମଧ୍ୟ ହେବ। ଆଉ ଯେଉଁ ଗିନାରେ ଆମେ ମେଜରମେଣ୍ଟ କରିକି ମଇଦା ନେଇଥିଲେ ତାର ଅଧା ନେଇଯିବା ଆମେ ସୁଜି ପକାଇବା ଦ୍ୱାରା ଆମର ମାଲପୁଆଟି କ୍ରିସ୍ପି ଲାଗିବ। ଏବେ ଆଉ ଥରେ ମୁଁ ଏଇଠି ମେଜରମେଣ୍ଟ କହିଦେବା ପାଇଁ ଚାହୁଁଛି। ଆପଣ ମେଜରମେଣ୍ଟ କପ୍ରେ ହେଉ କିମ୍ବା ଯେଉଁ ଗିନାରେ ହେଲେ ଆପଣ ମେଜର କରିକି ନେଇଥିବେ ସେଇଥିରେ ସେମ୍ ଗିନାରେ ଆପଣ ମଇଦା ଆଉ କଦଳୀର ପିଉରିକୁ ସମାନ ପରିମାଣର ନେବେ। ଆଉ ତାର ଅଧା ନେଇଯିବା ଆମେ ସୁଜି। ଆଉ ସୁଜି ଏଇଠି ଆମେ ଛୋଟ ଦାନାବାଲା ସୁଜି ନେବା। ବଡ଼ ଦାନାବାଲା ଯଦି ଆପଣ ସୁଜି ନେଉଛନ୍ତି ତାକୁ ଟିକେ ଗ୍ରାଇଣ୍ଡିଂ କରି ନେବେ। ଏବେ ଭଲ ଭାବରେ ତାକୁ ମିକ୍ସ କରି ଚାଲିବା। ଏବେ ଏଇଠି ଦେଖନ୍ତୁ ଆପଣ ଦେଖିପାରୁଥିବେ ଇଏ ପୁରା ସୁଖା ସୁଖା ଅଛି। ଏବେ ତାକୁ ରନିଂ ଷ୍ଟେଜକୁ ଆଣିବା। ସେଥିପାଇଁ ପକେଇ ନେବା ଆମେ କ୍ଷୀର। କ୍ଷୀର ଏଇଠି ଆପଣ କଞ୍ଚା ନେଇପାରିବେ, ନହେଲେ ଫୁଟା କ୍ଷୀର ନେଇପାରିବେ। ମୁଁ ଏଇଠି କଞ୍ଚା କ୍ଷୀର ନେଇଛି, ଗାଈ କ୍ଷୀର ନେଇଛି। ଆଉ କ୍ଷୀର ଏଇଠି ଆପଣଙ୍କର ରୁମ୍ ଟେମ୍ପରେଚର ଥିବ, ତାକୁ ଥଣ୍ଡା ନେବେନି, ଗରମ ନେବେନି, ଏମିତି ରୁମ୍ ଟେମ୍ପରେଚର ନର୍ମାଲ ଟେମ୍ପରେଚର ଥିବ ତାକୁ ନେବେ। ଆଉ ଯେଉଁ ଗିନାରେ ମୁଁ ମେଜର କରିକି ନେଇଥିଲି ସେଇ ଗିନା 1 ଗିନା ମୁଁ ଏଇଠି ଦେଇକି ତାକୁ ଭଲ ଭାବରେ ଗୋଟେ ରନିଂ ଷ୍ଟେଜକୁ ଆଣୁଛି। ଆଉ ଏଇଠି ଆପଣ ଦେଖିପାରୁଥିବେ ବ୍ୟାଟର ଏପର୍ଯ୍ୟନ୍ତ ଆମର ବହଳିଆ ଅଛି, ସେଥିପାଇଁ ମୁଁ ଏଇଠି ପୁଣି ଥରେ ହାଫ୍ ଗିନା କ୍ଷୀର ଆଡ୍ କରିଛି। ହାଫ୍ ଗିନା କ୍ଷୀର ଆଡ୍ କରିଦେଇକି ପୁଣି ଥରେ ତାକୁ ଭଲ ଭାବରେ ମିକ୍ସ କରି ନେବା। ଏଇଠି ବ୍ୟାଟର ପାଇଁ ମୁଁ ଏଇଠି 1.5 ଗିନା କ୍ଷୀର ନେଇଛି। ଆପଣ ସେଇ ଅନୁସାରେ ଗୋଳେଇ ଚାଲୁଥିବେ ଆଉ ଅଳ୍ପ ଅଳ୍ପ କ୍ଷୀର ଆପଣ ଆଡ୍ କରିକି ତାକୁ ବଢ଼ିଆ ରନିଂ ଷ୍ଟେଜକୁ ଆଣିବେ। ଏବେ ଗୋଟେ ବଢ଼ିଆ ଟେଷ୍ଟ ପାଇଁ ଏଇଥିରେ ଆମେ ପକାଇ ନେବା 1 ବଡ଼ ଚାମଚ ପାନମଧୁରୀ। ତା ସହିତ ଏଇଠି ମୁଁ 4ଟି ଗୁଜୁରାତିକୁ ତାର ଚୋପା ଛଡ଼େଇକି ମଞ୍ଜିକୁ ଖାଲି ଛେଚିକି ପକାଇ ନେଇଛି। ଏଇସବୁ ଜିନିଷକୁ ପକାଇ ଦେଇକି ଆମେ ପୁଣି ଥରେ ତାକୁ ମିକ୍ସ କରି ନେବା। 2ରୁ 3 ମିନିଟ୍ ତାକୁ ଆପଣ ଲଗାତାର ଏମିତି ଗୋଳେଇ ଚାଲିବେ। ଆଉ ଇଏ ଏବେ ଏଇଠି ରେଡ଼ି ହେଇଗଲାଣି। ଏଇଠି ଆପଣ ଦେଖନ୍ତୁ ଏଇପରିକା କନସିଷ୍ଟେନ୍ସି ଆପଣ ରଖିବେ, କାହିଁକି ନା ୟାକୁ ଆମେ ରେଷ୍ଟ ପାଇଁ ଛାଡ଼ିଦେବା ଏବେ 1ରୁ 2 ଘଣ୍ଟା। ଏଇ ଭିତରେ ସୁଜି ଆମର ଫୁଲିଯିବ ଆଉ ଏଇ ବ୍ୟାଟରଟି ଆଉ ଟିକେ ମୋଟା। ଏବେ ଚାଲନ୍ତୁ ଆମେ ମାଲପୁଆ ପାଇଁ ଶିରା ପ୍ରସ୍ତୁତ କରିନେବା। ସେଥିପାଇଁ ଗ୍ୟାସ୍ ଅନ୍ କରିକି ମୁଁ ପ୍ୟାନ୍ ବସାଇ ନେଇଛି। ଯେଉଁ ଗିନାରେ ଆମେ ମେଜରମେଣ୍ଟ କରିଥିଲେ ସେଇ 1 ଗିନାରେ ମୁଁ ଚିନି ଦେଇଦେଇଛି ଆଉ ସେଇଥିରେ ମୁଁ ସେମ୍ ପରିମାଣର ପାଣି ଦେଇଦେଇଛି।
ଆଉ ଏଠି ଆମେ ଚିନି ଶିରାକୁ ଗୋଟେ ତାର କିମ୍ବା ଦୁଇ ତାର ଚିନି ଶିରା ବନେଇବା ନାହିଁ, ୟାକୁ କେବଳ ଅଠାଳିଆ ପରିକା ଲାଗୁଥିବା ଚିନି ଶିରା ବନେଇବା। ଚିନିକୁ ପ୍ରଥମେ ଆମେ ଫୁଟିବା ପାଇଁ ଛାଡ଼ିଦେବା। ଆଉ ଏଇ ପ୍ରୋସେସଟି ଆପଣ ହାଇ ଫ୍ଲେମ୍ରେ କରିବେ। ଏବେ ସ୍ୱାଦକୁ ଆଉ ଟିକେ ବଢ଼ାଇବା ପାଇଁ ମୁଁ ଏଠି 3ଟି ଗୁଜୁରାତିକୁ ଚୋପା ସହିତ ଛେଚି ଦେଇକି ୟାକୁ ପକାଇ ନେଇଥିଲି ଏଇ ଭିତରେ। ଗୁଜୁରାତିକୁ ଶିରାରେ ଆଡ଼୍ କରିବା ଦ୍ୱାରା ଆମର ଶିରାଟି ବଢ଼ିଆ ବାସ୍ନା ଦେବ, ତା ସହିତ ବଢ଼ିଆ ଟେଷ୍ଟ ମଧ୍ୟ ଆସିଥାଏ। ଆପଣଙ୍କ ପାଖରେ ଯଦି କେଶର ଥିବ ତାକୁ ମଧ୍ୟ ଆପଣ କିଛିଟା ପକାଇ ପାରିବେ। ଆଉ ଏଇଠି ଦେଖନ୍ତୁ କିଛି ସମୟ ପରେ ଆମର ଚିନି ମଧ୍ୟ ମେଲ୍ଟ ହେଇଗଲାଣି, ଆଉ ଗୁଜୁରାତିର ବଢ଼ିଆ ଫ୍ଲେଭର ଆମର ଶିରାରେ ଆଡ଼୍ ହେଇଗଲାଣି। ଏବେ ଏଇଠି ଦେଖନ୍ତୁ ଆମର ଶିରା ରେଡ଼ି ହେଇଗଲାଣି। ମୁଁ ଏଠି ଆପଣମାନଙ୍କୁ ଆଙ୍ଗୁଠି ମାଧ୍ୟମରେ ଦେଖେଇବି ଆପଣ କେଉଁ ପରିକା ବା କେମିତି ଶିରା ବନେଇବେ। ଏଠି ଦେଖନ୍ତୁ ଶିରାକୁ ଯେତେବେଳେ ଆଙ୍ଗୁଠି ମାଧ୍ୟମରେ ଆପଣ ଛୁଇଁବେ ସେ ତେଲିଆ ଲାଗିବ, ଆଉ ଟିକେ ଟିକେ ଚିପଚିପା ଲାଗିବ, ମାନେ ଷ୍ଟିକିନେସ୍ ରହିବ, ଯେମିତିକି ଅଠାଳିଆ ଲାଗିବ। କିନ୍ତୁ ଧ୍ୟାନ ରଖିବେ ଶିରା ଆମର ତାର ତିଆରି କରୁନଥିବ। ଏଇ ଭିତରେ ଆମର ଭଲ ଭାବରେ ବ୍ୟାଟର ମଧ୍ୟ ରେଷ୍ଟ ନେଇଗଲାଣି। ବ୍ୟାଟରକୁ ଏଇଠି 1.5 ଘଣ୍ଟା ହେଇଗଲାଣି ରେଷ୍ଟ ନେବାରେ। ଆଉ ଏଇଠି ଆପଣ ଦେଖନ୍ତୁ ଡଙ୍କି ମାଧ୍ୟମରେ ମୁଁ ଯଦି ଉପରୁ ତଳକୁ ଛାଡ଼ିବି ଇଏ ଭଲ ଭାବରେ ସେପ୍ ନେଇପାରୁଛି। ବେଶୀ ପାଣିଆ ନାହିଁ କି ବେଶୀ ବହଳିଆ ନାହିଁ, ପୁରା ପରଫେକ୍ଟ ଅଛି। ଏବେ ଚାଲନ୍ତୁ ଏଇଥିରୁ ଆମେ ସବୁ ମାଲପୁଆ ତିଆରି କରିନେବା। ମାଲପୁଆ ତିଆରି କରିବା ପାଇଁ ଦେଖନ୍ତୁ ଏଇଠି ଗୋଟେ ମୁଁ ବଡ଼ ପ୍ୟାନ୍ ନେଇଯାଇଛି। ଆଉ ପ୍ୟାନ୍ରେ ମୁଁ ଏଇଠି ତେଲ ନେଇଯାଇଛି। ତେଲର ପରିମାଣକୁ କମ୍ ରଖିବେ। ମାଲପୁଆକୁ ଛାଣିବା ପାଇଁ ଏମିତି ଫ୍ଲାଟ୍ ଜିନିଷ ନେବେ, ଗହିରିଆ ଜିନିଷ ବା କଡ଼େଇ ନେବେ ନାହିଁ। ଏଇପରି ଭାବରେ ଫ୍ଲାଟ୍ ଜିନିଷ ନେବେ। ଆଉ ଏଇଠି ଆପଣ ଦେଖିପାରୁଥିବେ ତେଲ ମଧ୍ୟ ମୁଁ କମ୍ ନେଇଛି, ସେଇ ଅନୁସାରେ ଆପଣ ତେଲ ରଖିବେ। ତେଲକୁ ଆପଣ ଭଲ ଭାବରେ ଗରମ କରିନେବେ, କିନ୍ତୁ ଧ୍ୟାନ ରଖିବେ ଯେମିତିକି ତେଲରୁ ଧୂଆଁ ବାହାରିଲା ପରିକା ଗରମ କରିବେନି, ତାଠୁ ଟିକେ କମ୍ ଟେମ୍ପରେଚରରେ ଗରମ କରିବେ। ଆଉ ଏଇଠି ମୁଁ ଚେକ୍ କରିବା ପାଇଁ ଗୋଟେ ଛୋଟ ଗୁଳାକୁ ଏଇଠି ପକାଇ ନେଇଛି। ଆଉ ଏଇଠି ଆପଣ ଦେଖିପାରୁଥିବେ ପକାଇବା ସାଙ୍ଗେ ସାଙ୍ଗେ ଇଏ ଉପରେ ଆସିକି ଭାସିଲା, ମାନେ ଇଏ ପୁରା ପରଫେକ୍ଟ ଅଛି, ମାନେ ତେଲର ଟେମ୍ପରେଚର ପୁରା ପରଫେକ୍ଟ ଅଛି ଆମର ମାଲପୁଆ ଛାଣିବା ପାଇଁ। ଫ୍ଲେମ୍କୁ ମିଡ଼ିୟମରେ ରଖିବା। ଆଉ ଗୋଟେ ଡଙ୍କି ଆମେ ଏଇଠି ଦେଖନ୍ତୁ ତେଲରେ ପକାଇବା। ଆଉ ମନେ ରଖିବେ ଗୋଟିଏ ଡଙ୍କି ଗୋଟିଏ ଫ୍ଲୋରେ ପକାଇବେ, ବିଲକୁଲ ବି ମଝିରେ ତାକୁ ଛାଡ଼ିବେ ନାହିଁ। ଏମିତି ପକାଇଲେ ସେ ବଢ଼ିଆ ଫ୍ଲୋ ହେବ, ତାର ସେପ୍ ମଧ୍ୟ ଏକା ଆସିବ। ଆଉ ଏଇଠି ଦେଖନ୍ତୁ କିଛି ସମୟ ପରେ ସେ ଅଟୋମେଟିକ୍ କେତେ ବଢ଼ିଆ ସେପ୍ ନେଇଗଲା। ଏମିତି ଫ୍ଲାଟ୍ ସରଫେସ୍ କଡ଼େଇ କିମ୍ବା ପ୍ୟାନ୍ରେ ଯଦି ଆପଣ ମାଲପୁଆ ଛାଣିବେ ଆପଣ ଏକା ସାଙ୍ଗରେ 3ରୁ 4ଟି ଆରାମସେ ମାଲପୁଆ ଛାଣିପାରିବେ। ଏବେ ଉପର ପାଖ ଭଲ ଭାବରେ ତେଲରେ ଛାଣି ହେବା ପାଇଁ ଆମେ କୌଣସି ଡଙ୍କି ସାହାଯ୍ୟରେ, ପିଠା କଡ଼ିକା ସାହାଯ୍ୟରେ, ନହେଲେ ଚାମଚ ସାହାଯ୍ୟରେ ତା ଉପରେ ଟିକେ ଟିକେ ତେଲ ଦେଇଦେବା। ଆପଣ ଏମିତି ଟିକେ ଟିକେ ତେଲ ଦେଇଦେବେ, ଦେଖିବେ ସେ ବଢ଼ିଆ ସେ ଫୁଲିବା ଷ୍ଟାର୍ଟ କରିବ। ଆଉ କିଛି ସମୟ ପରେ ଦେଖିବେ ଇଏ ତଳ ସରଫେସ୍ରୁ ମଧ୍ୟ ଛାଡ଼ିଯିବ, ତାକୁ ସାଇଡ଼୍ରେ ରଖିବା। ଆଉ ପୁଣି ଥରେ ଆଉ ଗୋଟେ ମାଲପୁଆ ଆମେ ତା ସାଇଡ଼୍ରେ ପକାଇ ନେବା। ଏମିତି ଆପଣ ଆରାମସେ 3ରୁ 4ଟି ମାଲପୁଆକୁ ଏମିତି ଫ୍ଲାଟ୍ ସରଫେସ୍ ଥିବା ପ୍ୟାନ୍ କିମ୍ବା କଡ଼େଇରେ ଆପଣ ଆରାମସେ ଛାଣିପାରିବେ। ଯେତିକି ମାଲପୁଆ ପକାଉଥିବେ ସେ ଏକା ପ୍ରୋସେସ୍ ଆପଣ ଫଲୋ କରିବେ। ମାଲପୁଆକୁ ପୁରା ଫ୍ଲୋରେ ଛାଡ଼ିବେ ତେଲରେ, ତା ସହିତ ତା ଉପରେ ଆପଣ ତେଲ ଟିକେ ଟିକେ ଦେବେ। ଆଉ ଦେଖିବେ କିଛି ସମୟ ପରେ ଅଟୋମେଟିକ୍ ଆପଣଙ୍କର ମାଲପୁଆ ତଳ ସରଫେସ୍ରୁ ଛାଡ଼ିଯିବ। ଆଉ କିଛି ସମୟ ପରେ ମାଲପୁଆ ମଧ୍ୟ ଭଲ ଭାବରେ ଫୁଲିଯିବ। ଯେତେବେଳେ ଆପଣ 3ରୁ 4ଟି ମାଲପୁଆକୁ କଡ଼େଇରେ କିମ୍ବା ପ୍ୟାନ୍ରେ ଦେବେ, ଟେମ୍ପରେଚର ମାନେ ଆମର ତେଲର ଟେମ୍ପରେଚର ଟିକେ କମିଯିବ, ସେଥିପାଇଁ ତାପରେ ଆପଣ ତାକୁ ହାଇ ଫ୍ଲେମ୍ କରିପାରିବେ। ଆଉ ଏଇଠି ଦେଖନ୍ତୁ ଆମର 2ଟି ଯାକ ମାଲପୁଆର ତଳ ସରଫେସ୍ ହେଇଗଲାଣି, ତାକୁ ଏବେ ଓଲଟାଇ ନେବା। ମାଲପୁଆକୁ ଟିକେ ଗାଢ଼ ରଙ୍ଗ କରିବେ, ଦେଖିବା ପାଇଁ ବଢ଼ିଆ ଲାଗିବ, ତା ସହିତ କ୍ରିସ୍ପି ଲାଗିବ, ଖାଇବା ପାଇଁ ଆଉ ସୁଆଦିଆ ଲାଗିବ ମଧ୍ୟ। ଏଇଠି ଆମର ପୂର୍ବରୁ ପକାଇଥିବା 2ଟି ମାଲପୁଆ ରେଡ଼ି ହେଇଗଲାଣି। ଏବେ ତାକୁ ଭଲ ଭାବରେ ତେଲରୁ ଆମେ ଛାଣି ଆଣିବା। ଭଲ ଭାବରେ ତାକୁ ଟିକେ ଟିକେ ପ୍ରେସ୍ କରିକି ତେଲରୁ ଭଲ ଭାବରେ ଛାଣି ଆଣିବେ। ଆଉ ଡାଇରେକ୍ଟ ଆପଣ ଉଷୁମ ଶିରାରେ ତାକୁ ପକାଇ ନେବେ। ଧ୍ୟାନ ରଖିବେ ଶିରା ଆମର ନଖ ଉଷୁମ ରହିବା ଦରକାର। ଯଦି ଶିରା ଆମର ଥଣ୍ଡା ହେଇଯାଇଛି ତାକୁ ଆପଣ ସ୍ଲାଇଟ୍ ଗରମ କରିନେବେ। ମାଲପୁଆକୁ ଆପଣ ଶିରାରେ 3ରୁ 4 ମିନିଟ୍ ଛାଡ଼ିଦେବେ। ଆଉ ତାକୁ ଟିକେ ଏପଟ ସେପଟ ମଧ୍ୟ ମଝିରେ ମଝିରେ କରିନେବେ, ଯାହାଫଳରେ କି ଦି ପାଖରେ ଆମର ଶିରା ଭଲ ଭାବରେ ପିଇବ ମାଲପୁଆର। ଏମିତି ଏଇ ଉପାୟକୁ ଫଲୋ କରିକି ଆପଣ ସବୁ ମାଲପୁଆ ଛାଣି ନେବେ। ଆଉ ଏଇଠି ଦେଖନ୍ତୁ ଆପଣ ଦେଖିପାରୁଥିବେ ଆମର ସବୁ ମାଲପୁଆ ଗୋଟେ ସେପ୍ର ହେଇଛି, ତା ସହିତ କେତେ ବଢ଼ିଆ ଫୁଲା ଫୁଲା ହେଇଛି, ଦେଖିବା ପାଇଁ ବହୁତ ସୁନ୍ଦର ଲାଗୁଛି। ପ୍ରଥମ ବ୍ୟାଚ୍ରେ ଛାଣିଥିବା ଆମେ ମାଲପୁଆକୁ 3ରୁ 4 ମିନିଟ୍ ଶିରାରେ ପକାଇ ସାରିଲା ପରେ ତାକୁ ପୁଣି ବାହାରକେଇ ନେବା। ଆଉ ସେ ରିମେନିଂ ଶିରାରେ ଆମେ ଯେତିକି ମାଲପୁଆ ଛାଣି ଚାଲିବା, ସେ ରିମେନିଂ ଶିରାରେ ଆମେ ତାକୁ ଆଡ଼୍ କରି ଚାଲିବା। ଆପଣ ଚାହିଁଲେ ଏଇ ମାଲପୁଆ ସହିତ ରାବିଡ଼ି ମଧ୍ୟ ବନେଇ ପାରିବେ। ଆଉ ଏମିତି ଗରମ ଗରମ ମାଲପୁଆ ବନାନ୍ତୁ,
आउ सीरारे डिप करके निचे खातु घर लोक खुआतु देखिए समस्ते खुशी होइजिबे। ताहले एई रजरे आउ मार्केट रू आपण मिठा न किणिकी एमिति घरे सहज उपाय रे आराम से मालपुआ बने पारिबे आउ एंजॉय करि पारिबे। मु एई मालपुआ रे मैदा व्यवहार करिछि, आपण चाहिले अट्टा व्यवहार करि पारिबे। मेजरमेंट किंतु सेम रहिबो। अट्टा रे करंतु किबा मैदा रे करंतु, अट्टा आउ कदली रे करंतु कि मैदा आउ कदली रे करंतु, एई मालपुआ पूरा टेस्टी रहिबो। आउ एठी आपण देखि पारुथिबे गोटे गिना मैदा रे हमर केते सारा मालपुआ हेइ जाइछि। आउ ये पूरा सीरा भरिकी रसुआ मालपुआ हमर एठी रेडी हेइ जाइछि। निहाती ए रेसिपीटी को ट्राई करंतु, केमिति लागिला मते कमेंट माध्यम रे जणातु। भिडियोटी भल लगी लाइक टे निहाती करेंगे। भिडियोटी जदि पसंद आसीथिबो सांगसाथी बंधु बांधव मान सहित शेयर करेंगे। मो चैनल जदि नुआ आछंती कि मो चैनल को सब्सक्राइब करना प्लीज सब्सक्राइब करनेबे। फेसबुक पेज रे जदि भिडियोटी को देखुचंती पेज टी को फॉलो करनेबे। पुणी देखा हबो आ गोटे नुआ रेसिपी वीडियो रे। नमस्कार, जय जगन्नाथ। एई भिडियो रे देखुतबा कोनोसी किचन आइटम किबा कुकिंग आइटम जदि आपनकु दरकार मु तार लिंक को तळे टैग कर देछि, जहा थ्रो रे जाय कि आपण आराम से किनि पारिबे।